ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣ ସମସ୍ତଙ୍କୁ ସ୍ୱାଗତ ମୋର ଆଜିର ବ୍ଲଗ୍ରେ। ଆଜି ଚାଲନ୍ତୁ ବୁଲିଯିବା ମୁମ୍ବାଇର ଗୋଟେ ନିଆରା ବିଚ୍କୁ। ଏଇ ବିଚ୍ଟା ପାଖାପାଖି ବହୁତ ଲୋକ ଦେଖି ହିଁ ନଥିବେ ମୁମ୍ବାଇରେ, ମୋତେ ଯାହା ଗେସ୍। ବହୁତ ହି ସୁନ୍ଦର ସନସେଟ୍ ଭ୍ୟୁ ଏଠୁ କରି ହିଁ ହେବ। ତ ମୁଁ ଅଫିସ୍ ସାରି ବାହାରି ଚାଲିଲି ବିଚ୍ ଆଡ଼କୁ। ତ ରାସ୍ତା ସାରା ବହୁତ ହି ସୁନ୍ଦର ଗ୍ରିନେରୀ ଥିଲା, ଆଉ ଗ୍ରିନେରୀର ମଝିରେ ମୁଁ ବାଇକ୍ ନେଇକି ବାହାରି ଯାଇଥିଲି। ଗାଡ଼ିଟାକୁ ପାର୍କ କରିଦେଇ ସମୁଦ୍ରର ଥଣ୍ଡା ପବନ ଖାଇବାକୁ ଆଗକୁ ବଢ଼ି ଚାଲିଲି ମୁଁ। ତ ଲୋକ ବହୁତ ହି ଭିଡ଼ ଥିଲେ। ଆଜି କ'ଣ ପାଇଁ ଏତେ ଭିଡ଼ ଏଇ ବିଚ୍ରେ ମୁଁ ବି ଜାଣିନି। ଏଇ ବିଚ୍ରେ ଏତେ ଭିଡ଼ କେବେ ବି ନଥାଏ। ପ୍ରଥମ ଥର ଦେଖିଲି ବହୁତ ହି ଲୋକଙ୍କର ଗ୍ୟାଦରିଂ। ଆମ ଓଡ଼ିଶାରେ ପାରାଦ୍ୱୀପ ବିଚ୍ ଯେମିତି ଦେଖାଯାଏ, ଏଇଟା ତା ସହିତ ଟିକେ ଟିକେ ସମାନ, କାରଣ ପଥର ପଡ଼ିଛି, ପଥର ସାମ୍ନାରେ ସମୁଦ୍ର, ଲୋକମାନେ ପଥର ଉପରେ ବି ବସିଛନ୍ତି, ପଥର ପଛପଟେ ବି ବସିଛନ୍ତି। ତ ଏଠୁ ମୁମ୍ବାଇର ଗୋଟେ ବହୁତ ହି ସୁନ୍ଦର ଭ୍ୟୁର ନଜାରା ନେଇ ହେବ। ଆଉ ଏ ବିଚ୍ର ସବୁଠୁ ଖାସିୟତ ହେଲା ଗାଡ଼ିଟା ଆପଣ ବିଚ୍ ସାଇଡ଼୍ରେ ହିଁ ପାର୍କ କରିପାରିବେ। ତ ଗାଡ଼ି ପାର୍କ କରିସାରିକି ଆପଣମାନେ ବିଚ୍ର ଭ୍ୟୁ ବି ନେଇପାରିବେ, ଆଗକୁ ବେଶୀ ଚାଲିବାକୁ ବି ପଡ଼ିବନି। ଜଣେ ମଉସା ଆଉ ମାଉସୀ ବସି ବିଚ୍ର ପବନକୁ ଏନ୍ଜୟ କରୁଥିଲେ। ବହୁତ ହି ଭଲ ଲାଗିଲା ସେ ଦୁଇ ଜଣଙ୍କୁ ଦେଖିକି। ଆଉ ମୁଁ ବି ଗାଡ଼ି ଉପରେ ବସିକି ସେମାନଙ୍କୁ ସୁଟ୍ ବି କରିଦେଲି। ଆଉ ଏଠି ପାହାଡ଼ ବି ଆପଣ ଏନ୍ଜୟ କରିପାରିବେ। ଗୋଟେ ଥରକରେ ସମୁଦ୍ରର ମଜା ବି ନେଇଗଲା, ପାହାଡ଼ର ମଜା ବି ନେଇଗଲା, ତା ସାମ୍ନାରେ ବୋଟ୍ ବି ଦେଖିଗଲା। ଘର ଆଡ଼େ ବାହାରିବାର ଅବିକା ଟାଇମ୍ ହେଇଗଲା। ରୋଡ଼ରେ ଯାଉ ଯାଉ କଡ଼ରେ ସମୁଦ୍ରର ଭ୍ୟୁର ଏନ୍ଜୟ କରିବାର ମଜା ବି କିଛି ଅଲଗା। ତ ପୁଣି ଆମମାନଙ୍କର ଦେଖା ହେବ ନେକ୍ସଟ ବ୍ଲଗ୍ରେ। ଟିଲ୍ ଦେନ୍ ବାଏ ବାଏ।